ସୁଖ ଦୁଃଖମୟ ପରିଦୃଶ୍ୟମାନ ସଂସାରରେ ପ୍ରତ୍ୟେକ ପ୍ରାଣୀ କେବଳ ସୁଖ ଆଶା କରେ। ଏହି ସାଂସାରିକ ସୁଖ ପ୍ରାପ୍ତି ପାଇଁ ଅନେକ ମାର୍ଗ ପରିକଳ୍ପିତ ହୋଇଥିଲେ ହେଁ ପ୍ରାଚୀନ ମୁନି ଋଷିବର୍ଗ ତଥା ସମାଜ ସଂସ୍କାରକଗଣ ସାଂସାରିକ ସୁଖ ସହିତ ଈଶ୍ୱରୀୟ ସୁଖ ସନ୍ଧାନ ନିମନ୍ତେ ନାନାବିଧ ମହୋତ୍ସବର ବ୍ୟବସ୍ଥା ବିଧାନ କରିଛନ୍ତି। ପରବର୍ତ୍ତୀ କାଳରେ ଏହି ଉତ୍ସବମାନ ଭଗବାନଙ୍କ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇଥିବାରୁ ଏହାର ଆଧ୍ୟାତ୍ମିକ ମହତ୍ତ୍ୱ ଅବର୍ଣ୍ଣନୀୟ। ପୃଥିବୀରେ ଉପାସିତ ତଥା ଆରାଧିତ ସମସ୍ତ ଦେବଦେବୀଙ୍କର ଭିନ୍ନ ଭିନ୍ନ ସମୟରେ ପର୍ବପର୍ବାଣୀ ଏବଂ ବିଶେଷ ଉତ୍ସବ ଅନୁଷ୍ଠିତ ହୋଇଥାଏ। ପ୍ରତ୍ୟେକ ଉତ୍ସବ ଏବଂ ପର୍ବପର୍ବାଣୀ ପାଳନ ପଶ୍ଚାତରେ ଆଧ୍ୟାତ୍ମିକ ଭାବନା ରହିଥାଏ। ବିଶ୍ୱ ପ୍ରସିଦ୍ଧ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରରେ ବିରାଜମାନ ଥିବା ପରମବ୍ରହ୍ମ ଶ୍ରୀ ଜଗନ୍ନାଥଙ୍କ ଦୈନନ୍ଦିନ ସେବା ପୂଜା ନୀତି ସହିତ ଅନେକ ଯାତ୍ରା ଉତ୍ସବର ଅପୂର୍ବ ସମନ୍ୱୟ ଏହି ପରମ୍ପରାର ମହନୀୟତା ପ୍ରତିପାଦନ କରୁଛି। ଶ୍ରୀ ଜଗନ୍ନାଥ ମନ୍ଦିରରେ ପାଳିତ ଅନେକ ଯାତ୍ରା ଉପଯାତ୍ରା ତଥା ଉତ୍ସବାଦି ମଧ୍ୟରେ ଦ୍ୱାଦଶ ଯାତ୍ରା ମୁଖ୍ୟ ଅଟେ। ଏହି ଯାତ୍ରାଗୁଡ଼ିକ ହେଲା ସ୍ନାନଯାତ୍ରା, ରଥଯାତ୍ରା, ଶୟନ, ଦକ୍ଷିଣାୟନ, ପାର୍ଶ୍ୱ ପରିବର୍ତ୍ତନ, ଉତ୍ଥାପନ, ପ୍ରାବରଣ ଷଷ୍ଠୀ, ପୁଷ୍ୟ ପୂଜା, ଉତ୍ତରାୟଣ, ଦୋଳଯାତ୍ରା, ଦମନକ ଚତୁର୍ଦ୍ଦଶୀ, ଅକ୍ଷୟ ତୃତୀୟା। ନମସ୍କାର ଶ୍ରୋତାବନ୍ଧୁଗଣ, ମୁଁ ତୁଳିକା। ଆଜି ହେଉଛି ପୌଷ ପୂର୍ଣ୍ଣିମା। ଶ୍ରୀମନ୍ଦିରରେ ପୁଷ୍ୟାଭିଷେକ ନୀତି। ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଶ୍ରୀମନ୍ଦିରରେ ଏହି ପୁଷ୍ୟାଭିଷେକ ନୀତିଟି ଦ୍ୱାଦଶ ଯାତ୍ରାମାନଙ୍କ ମଧ୍ୟରେ ଅନ୍ୟତମ ଶ୍ରେଷ୍ଠ ଯାତ୍ରା ଅଟେ, ଯାହାକି ଆଜିର ଦିନରେ ଅନୁଷ୍ଠିତ ହୁଏ। ମହାପ୍ରଭୁଙ୍କର ପୁଷ୍ୟାଭିଷେକ ବା ଦେବାଭିଷେକ ନୀତି ଆଜି ଅନୁଷ୍ଠିତ ହୋଇଥାଏ। ଆଜି ରତ୍ନସିଂହାସନରେ ଶ୍ରୀଜୀଉମାନେ ରାଜରାଜେଶ୍ୱର ବେଶ ବା ସୁନା ବେଶରେ ଦର୍ଶନ ଦିଅନ୍ତି। ଏହି ଯାତ୍ରା ଜଗତର ସର୍ବକାମନା ସିଦ୍ଧି ନିମିତ୍ତ କରାଯାଏ ବୋଲି ଯାତ୍ରା ଭାଗବତରେ ଉଲ୍ଲେଖ ରହିଛି। ସ୍କନ୍ଦ ପୁରାଣରେ ଶ୍ରୀ ଜଗନ୍ନାଥଙ୍କର ଯେଉଁ ପ୍ରସିଦ୍ଧ ଦ୍ୱାଦଶ ଯାତ୍ରା ଅନୁଷ୍ଠାନ କରିବାକୁ ସ୍ୱୟଂ ଭଗବାନ ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଉପଦେଶ ଦେଇଥିଲେ, ତନ୍ମଧ୍ୟରେ ପୁଷ୍ୟ ସ୍ନାନ ମହୋତ୍ସବ ଅନ୍ତର୍ଭୁକ୍ତ। ଗଦାଧର ପଦ୍ଧତି ଓ ଯାତ୍ରା ଭାଗବତରେ ଏହି ଉତ୍ସବକୁ ପୁଷ୍ୟ ପୂଜା ତଥା ପୁଷ୍ୟାଭିଷେକ ନାମରେ ହିଁ ସୂଚିତ କରିଛନ୍ତି। ସେହିପରି ବାମଦେବ ସଂହିତାରେ ଏହାକୁ ପୁଷ୍ୟୋତ୍ସବ, ପୁଷ୍ୟଯାତ୍ରା, ନୀଳାଦ୍ରି ମହୋଦୟ ଗ୍ରନ୍ଥରେ ଅଭିଷେକ ଉତ୍ସବ ନାମରେ ଅଭିହିତ କରାଯାଇଛି। ପୁଷ୍ୟାଭିଷେକର ଉତ୍ପତ୍ତି ସମ୍ପର୍କରେ ବିଭିନ୍ନ ଧର୍ମଶାସ୍ତ୍ର ଗ୍ରନ୍ଥମାନଙ୍କରେ ବ୍ରହ୍ମ ପୁରାଣର ବାକ୍ୟ ଉଦ୍ଧାର କରାଯାଇ ବର୍ଣ୍ଣିତ ଅଛି ଯେ, ପୂର୍ବ କାଳରେ ଏହି ଜଗତ ଲକ୍ଷ୍ମୀ ପରିତ୍ୟକ୍ତ ହେବାରୁ ବିଷ୍ଣୁ, ଇନ୍ଦ୍ର, ସୋମ, ଶୁକ୍ର ଓ ବୃହସ୍ପତି ତପସ୍ୟା କରିଥିଲେ ଓ ତାହାର ବଳରେ ପୌର୍ଣ୍ଣମାସୀ ତିଥିରେ ଏହି ଜଗତକୁ ସୌଭାଗ୍ୟ, ଉତ୍ସାହ ଓ ଲକ୍ଷ୍ମୀଙ୍କ ଦ୍ୱାରା ପୁନଃ ଅଳଙ୍କୃତ କରିଥିଲେ। ବରାହ ମିହିରଙ୍କ ବୃହତ୍ ସଂହିତାରେ ଉଲ୍ଲେଖ କରାଯାଇଛି ଯେ, ଏକଦା ଦେବାସୁର ସଂଗ୍ରାମରେ ଦେବତାମାନେ ପରାସ୍ତ ହେବାରୁ ବୃହସ୍ପତି ଧ୍ୟାନ ଯୋଗେ ଦେବରାଜ ଇନ୍ଦ୍ରଙ୍କୁ ସ୍ୱନକ୍ଷତ୍ର ବା ପୁଷ୍ୟା ନକ୍ଷତ୍ରରେ ଅଭିଷିକ୍ତ କରାଇଥିଲେ ଓ ତାହାଦ୍ୱାରା ଇନ୍ଦ୍ର ବଳବାନ ହୋଇ ଅସୁରମାନଙ୍କୁ ପରାସ୍ତ କରିଥିଲେ। ତେଣୁ ପୁଷ୍ୟାଭିଷେକ ଉତ୍ସବ ପାଳନ କରିବାର କାରଣ ହେଉଛି, ରାଜା ସ୍ନାନ କରି ଏହି ଦିନ ବ୍ରାହ୍ମଣମାନଙ୍କୁ ଧନ, ବସ୍ତ୍ର, ଅଳଙ୍କାର, ପୁଷ୍ଟିକର ଭୋଜନାଦି ଦାନ କରିବେ ଓ ତାହାଦ୍ୱାରା ପ୍ରଜାମାନଙ୍କର ମଙ୍ଗଳ ବିଧାନ କରାଇବେ। ଏହି ପୁଷ୍ୟାଭିଷେକ ଉତ୍ସବ ବ୍ରହ୍ମାଙ୍କ ଦ୍ୱାରା ପ୍ରବର୍ତ୍ତିତ ହୋଇଥିବା ସମସ୍ତ ପୁରାଣରେ, ଏପରିକି ସ୍କନ୍ଦ ପୁରାଣର ଉତ୍କଳ ଖଣ୍ଡରେ ମଧ୍ୟ ବର୍ଣ୍ଣିତ ହୋଇଛି। ଶ୍ରୀମନ୍ଦିର ପରମ୍ପରାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱୟଂ ରାଜାଧିରାଜା
ତଥା ସମସ୍ତ ଦେବତାମାନଙ୍କ ମଧ୍ୟରେ ଦେବାଧିଦେବ ଭାବେ ବିବେଚିତ ହେଉଥିବାରୁ ଏହି ଦିନ ଶ୍ରୀମନ୍ଦିରରେ ରତ୍ନ ସିଂହାସନାଧୀଷ୍ଠ ଦାରୁ ବ୍ରହ୍ମରୂପୀ ଶ୍ରୀ ଜଗନ୍ନାଥଙ୍କର ପୁଷ୍ୟାଭିଷେକ ନୀତି ପାଳିତ ହୋଇଥାଏ। ଶ୍ରୀମନ୍ଦିରରେ ପାଳିତ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ ଅଟେ। କେତେକଙ୍କ ମତରେ ଏହି ଉତ୍ସବଟି ଶ୍ରୀରାମଚନ୍ଦ୍ର 14 ବର୍ଷ ବନବାସ ପରେ ଅଯୋଧ୍ୟାକୁ ଫେରି ରାଜ୍ୟାଭିଷିକ୍ତ ହୋଇଥିବାର ସ୍ମାରକୀ ବହନ କରେ। ଏହାକୁ ଦେବାଭିଷେକ ଉତ୍ସବ ମଧ୍ୟ କୁହାଯାଇଥାଏ। ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ଅଭିଷେକ ଉତ୍ସବ ରାଜାଙ୍କ ଅଭିଷେକ ରୂପେ ପାଳିତ ହୁଏ। ଏହି ଅଭିଷେକୋତ୍ସବ ଦର୍ଶନରେ ଦର୍ଶନାର୍ଥୀ ପାପମୁକ୍ତ ହୋଇ ବୈକୁଣ୍ଠପୁର ପ୍ରାପ୍ତ ହୁଏ ବୋଲି ବିଶ୍ୱାସ କରାଯାଏ। ଆଜି ପୁଷ ପୂର୍ଣ୍ଣିମାରେ ଶ୍ରୀମନ୍ଦିରର ରତ୍ନସିଂହାସନରେ ଶ୍ରୀ ଜଗନ୍ନାଥଙ୍କର ଅଭିଷେକ ଉତ୍ସବ ଅନୁଷ୍ଠିତ ହୋଇଥାଏ। ଏହି ଉପଲକ୍ଷେ ଶ୍ରୀ ଜଗନ୍ନାଥଙ୍କର ଏକ ସ୍ୱତନ୍ତ୍ର ପୁଷ୍ପବେଶ ଅନୁଷ୍ଠିତ ହୁଏ। ସେଥିରେ ଶ୍ରୀ ଜଗନ୍ନାଥ ବାଉଁଶ ପାତିଆ, କୁନ୍ଦ ଓ ରଜନୀଗନ୍ଧା ଫୁଲରେ ତିଆରି ପୁଷ୍ପଧନୁ ଓ ପୁଷ୍ପ ତୀର ସହିତ ଶଙ୍ଖ, ଚକ୍ର, ଗଦା, ପଦ୍ମ, ଖଡ୍ଗ, ଢାଲ ଏବଂ ହଳ ଓ ମୁଷଳ ଧାରଣ କରିଥାନ୍ତି। ଏହା ତାଙ୍କର ଏକ ଐଶ୍ୱର୍ଯ୍ୟ ବେଶ। ଏହି ପୁଷ୍ୟାଭିଷେକ ଉତ୍ସବ ପୌଷ ପୂର୍ଣ୍ଣିମା ଦିନ ପାଳନ କରାଯାଉଥିଲେ ମଧ୍ୟ ଏହି ଉତ୍ସବ ଆନୁଷାଙ୍ଗିକ ଅଙ୍କୁରାର୍ପଣ କର୍ମ ପୌଷ ଶୁକ୍ଳ ଏକାଦଶୀ ଦିନ ଠାରୁ ଆରମ୍ଭ ହୁଏ। ପୌଷ ଶୁକ୍ଳ ଏକାଦଶୀ ଦିନର ଶ୍ରୀମନ୍ଦିରରେ ସନ୍ଧ୍ୟା ଧୂପ ପରେ ଦେଉଳ ପୁରୋହିତଙ୍କ ଦ୍ୱାରା ସମାହିତ ହୋଇଥାଏ। ପୌଷ ପୂର୍ଣ୍ଣିମା ପୂର୍ବଦିନ ଅର୍ଥାତ୍ ଚତୁର୍ଦ୍ଦଶୀ ତିଥି ରାତ୍ରିରେ ଶ୍ରୀଜୀଉଙ୍କର ଚନ୍ଦନ ଲାଗି ନୀତି ବଢ଼ିବା ପରେ ଅଧିବାସ କର୍ମ ଅନୁଷ୍ଠିତ ହୋଇଥାଏ। ଭୋଗ ମଣ୍ଡପ ଘରେ ପର୍ବଯାତ୍ରା ଯୋଗାଣିଆ ସେବକ 87 ଗଡ଼ୁ ଜଳ ଓ 21 ଗଡ଼ୁ ଘିଅ 4 ପନ୍ତି କରି ଚାନ୍ଦୁଆ ତଳେ ରଖିଥାନ୍ତି। 4 ବାଡ଼ ବା 4 ପନ୍ତିରେ ରଖାଯାଉଥିବା ଗଡ଼ୁଗୁଡ଼ିକ ହେଲା ବଳଭଦ୍ରଙ୍କ ବାଡ଼ରେ 25 ଗଡ଼ୁ ଜଳ ଓ 6 ଗଡ଼ୁ ଘିଅ, ସୁଭଦ୍ରାଙ୍କ ବାଡ଼ରେ 25 ଗଡ଼ୁ ଜଳ ଓ 6 ଗଡ଼ୁ ଘିଅ, ଜଗନ୍ନାଥଙ୍କ ବାଡ଼ରେ 25 ଗଡ଼ୁ ଜଳ ଓ 6 ଗଡ଼ୁ ଘିଅ, ସୁଦର୍ଶନଙ୍କ ବାଡ଼ରେ 12 ଗଡ଼ୁ ଜଳ ଓ 3 ଗଡ଼ୁ ଘିଅ ରଖାଯାଏ। ଦେଉଳ ପୁରୋହିତ ଏହି ଗଡ଼ୁ ଉପରେ ଚେମେଡ଼ି, ପତନି, ପୁଷ୍ପ, ଚନ୍ଦନ ଦେଇ ମନ୍ତ୍ରପାଠ ପୂର୍ବକ ଅଧିବାସ କରିଥାନ୍ତି। ଏହାପରେ ଭୋଗ ମଣ୍ଡପ ଘରକୁ ମୁଦ ଦିଆଯାଇ ବନ୍ଦ କରାଯାଏ। ଏହାପରେ ଠାକୁରଙ୍କର ବଡ଼ସିଂହାର ଭୋଗ ସରିବା ଭିତରେ ଭିତର ଗମ୍ଭୀରା ଧୋ ପଖାଳ ହୋଇ ଭଦ୍ରାସନ ଉପରେ ପାହାଡ଼ା ପଡ଼ି ମହାପ୍ରଭୁ ଜଗନ୍ନାଥଙ୍କ ସମ୍ମୁଖରେ ଥିବା ଦର୍ପଣରେ ମନ୍ତ୍ରପୁତ ପୂର୍ବକ ପୁଷ୍ପ ଚନ୍ଦନାଦି ଦ୍ୱାରା ଅଧିବାସ କରାଯାଏ ଓ ଅନ୍ୟାନ୍ୟ ନୀତି ହୋଇ ଠାକୁରଙ୍କ ପହୁଡ଼ ହୋଇଥାଏ। ଅଭିଷେକ କେବଳ ଶ୍ରୀ ଜଗନ୍ନାଥଙ୍କ ବାଡ଼ରେ ହୋଇଥାଏ। ପୌଷ ପୂର୍ଣ୍ଣିମା ଦିନ ସକାଳ ଧୂପ ପୂଜା ବସିଥିବା ସମୟରେ ଶ୍ରୀମନ୍ଦିର ଭିତର ବେଢ଼ାରେ ଥିବା ପ୍ରତିହାରୀ ନିଯୋଗ କାର୍ଯ୍ୟାଳୟ ଗୃହ ସମ୍ମୁଖରେ କୋଠ ସୁଆଁସିଆଙ୍କ ଦ୍ୱାରା ଏକ ଯଜ୍ଞଶାଳା ନିର୍ମିତ ହୋଇଥାଏ। ଦେଉଳ ପୁରୋହିତ ଏଠାରେ ହୋମ କରିଥାନ୍ତି। ସକାଳ ଧୂପ ଶେଷ ହେବା ପରେ କେବଳ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବାଡ଼ରେ ମଇଲମ କରାଯାଇ ତଡ଼ପ ଉତ୍ତରୀ ଲାଗି ହୁଏ ଓ ମହାସ୍ନାନ ପୂଜା ଠା କରାଯାଏ। ପୂର୍ବରୁ ଅଧିବାସ ହୋଇଥିବା ଘିଅ ଗଡ଼ୁମାନଙ୍କରୁ ମୁଦ କଢ଼ାଗଲା ପରେ ଶୁଦ୍ଧ ସୁଆର ଲୁହା ଡଙ୍କିରେ ରୋଷରୁ ନିଆଁ ଆଣି ଘିଅ ଗରମ କରି ଜଳ ସହିତ ମିଶାନ୍ତି। ମହାସ୍ନାନ ପରେ ଭିତରେ ଓ ବାହାରେ ଟେରା ବନ୍ଧା ହୋଇଥାଏ। ଭୋଗ ଡକିଗଲେ ଗରାବଡ଼ୁମାନେ ବାଘମୁହାଁ ବାନ୍ଧି ଉକ୍ତ ଗଡ଼ୁମାନଙ୍କୁ ହାତରେ ଧରି ଘଣ୍ଟ, ଛତା, କାହାଳି ସହ ପଟୁଆରରେ 4 ଥରରେ ଆଣି ପନ୍ତିରେ ରଖନ୍ତି। ଏହାପରେ ଶୀତଳ ଭୋଗ ଛେକ ଅଣାଯାଇଥାଏ।
ଛେକ ଆସିବା ପରେ ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗରେ ପ୍ରସାଦ ଲାଗି ହୁଏ ଓ ପଞ୍ଚୋପଚାର ପୂଜା ବିଧିରେ ପୂର୍ବରୁ ଅଧିବାସ ହୋଇଥିବା ଦର୍ପଣ ଉପରେ ଅଭିଷେକ ପାତ୍ରରେ ଜଳ ଲାଗି ହୁଏ। ଅଭିଷେକ କେବଳ ଶ୍ରୀ ଜଗନ୍ନାଥଙ୍କ ବାଡ଼ରେ ହୋଇଥାଏ। ତତ୍ପରେ ମଇଲମ କରାଯାଇ ଠାକୁରଙ୍କୁ ନୂଆ ଲୁଗା ଲାଗି କରାଯାଏ ଓ ସର୍ବାଙ୍ଗ ନୀତି ଅନୁଷ୍ଠିତ ହୋଇଥାଏ। ଏହି ସମୟରେ ଶ୍ରୀଦେବୀ ଆଜ୍ଞାମାଳ ପାଇ ପାଲିଙ୍କିରେ ମହାଲକ୍ଷ୍ମୀଙ୍କ ମନ୍ଦିରକୁ ବିଜେ କରନ୍ତି। ସେଠାରେ ମାନେ ଲକ୍ଷ୍ମୀ ମନ୍ଦିରର ଜଗମୋହନରେ ଶ୍ରୀଦେବୀଙ୍କର ମାଜଣା ଓ ବନକ ଲାଗି ବେଶ ହୋଇଥାଏ। ଏହି ସମୟରେ ଶ୍ରୀବିଗ୍ରହମାନଙ୍କୁ ସୁନା ରୂପା ଅଳଙ୍କାରରେ ବେଶ କରାଯାଇ ପୁଷ୍ୟାଭିଷେକ ବେଶ କରାଯାଏ। ପୁଷ୍ୟାଭିଷେକ ବେଶ ହେବା ପରେ ରୋଷ ଘରୁ ପଟୁଆରରେ ଘଣ୍ଟ, ଛତା ଓ କାହାଳି ବାଜି ଯାତ୍ରାଙ୍ଗୀ ଭୋଗ ଶ୍ରୀଛାମୁକୁ ଅଣାଯାଏ। ଏହାପରେ ଶ୍ରୀଦେବୀ ବାହୁଡ଼ା ବିଜେ କରି ଶ୍ରୀଅଙ୍ଗ ଲାଗି ହେବା ପରେ ମୁଦିରସ୍ଥ ସେବକ ପ୍ରସାଦ ଲାଗି ଓ ଦଣ୍ଡ ଛତ୍ର ସଂସ୍କାର କରିଥାନ୍ତି। ଏହିସବୁ ବିଶେଷ ନୀତିମାନ ସମାପନ ହେବା ପରେ ଭିତରଚ୍ଛ ମହାପାତ୍ର ସିଂହାସନ ଉପରେ ନିଜେ ଲକ୍ଷ୍ମଣ ସ୍ୱରୂପରେ ଦଣ୍ଡଛତ୍ର ଧରନ୍ତି ଓ ଭଣ୍ଡାର ମେକାପ ହନୁମାନ ସ୍ୱରୂପ ଦଣ୍ଡଛତ୍ରର ମୂଳକୁ ଧରି ବସି ରୁହନ୍ତି। ଏହି ଅବସ୍ଥାରେ ପୂଜାପଣ୍ଡାମାନେ ଷୋଡ଼ଶ ଉପଚାରରେ ଯାତ୍ରାଙ୍ଗୀ ଭୋଗ ପୂଜା କରିଥାନ୍ତି। ଭୋଗ ସରି ଭିତରେ ପାଣି ପଡ଼ି ସାରିଲେ ପୂଜାପଣ୍ଡା, ପତିମହାପାତ୍ର, ମୁଦିରସ୍ଥ ଏହି 3 ଜଣ ସେବକ ବନ୍ଦାପନା କରିଥାନ୍ତି। ଏହାପରେ ଫୁଲ ଧନୁଷର, ଫୁଲ ଆୟୁଧ ଲାଗି, ଆଲଟ ଚାମର, ଘଷା ବିଡ଼ିଆ, ଦହି ପଟି ମଣୋହି ଇତ୍ୟାଦି ନୀତି ହୋଇ ସିଂହାସନ ତଳେ ରାଜନୀତି ବନ୍ଦାପନା କରିଥାନ୍ତି। ତତ୍ପରେ ମୁଦିରସ୍ଥ ସିଂହାସନ ଉପରକୁ ଉଠି ଫୁଲ ଧନୁଷର, ଗଦି ପ୍ରସାଦ, ଦଣ୍ଡଛତ୍ର ମଇଲମ କରନ୍ତି। ଉପର ବର୍ଣ୍ଣିତ ନୀତି ଶେଷ ହେବା ପରେ ତଥା ଦକ୍ଷିଣୀ ଘର ଭୋଗ ସରିଲେ ଦକ୍ଷିଣୀ ଘରୁ ଶ୍ରୀ ରଘୁନାଥଙ୍କୁ ଭିତର ସିଂହାସନକୁ ବିଜେପୂର୍ବକ ଶ୍ରୀବିଗ୍ରହମାନଙ୍କଠାରୁ ଆଜ୍ଞାମାଳ ପାଇ ପାଲିଙ୍କିରେ ବାହାର ଅଭିଷେକ ପାଇଁ ମହାଲକ୍ଷ୍ମୀଙ୍କ ମନ୍ଦିରକୁ ବିଜେ କରିଥାନ୍ତି। ସେଠାରେ ଭଦ୍ରାସନ କାଷ୍ଠ ନିର୍ମିତ ଆସନରେ ବିଜେ କରନ୍ତି ଓ ମହାସ୍ନାନ ବଢ଼େ। ଭୋଗ ନୈବେଦ୍ୟ ଓ ବନ୍ଦାପନା ହେବା ପରେ ରଘୁନାଥ ଦେବ ଦକ୍ଷିଣ ଘରକୁ ବାହୁଡ଼ା ବିଜେ କରନ୍ତି। ଏଥିସହିତ ପୁଷ୍ୟାଭିଷେକ ଉତ୍ସବ ସମାପ୍ତ ହୋଇଥାଏ। ଏହି ଉତ୍ସବ ଦର୍ଶନର ମାହାତ୍ମ୍ୟ ସମ୍ପର୍କରେ ବାମଦେବ ସଂହିତାରେ ଉଲ୍ଲେଖ ଅଛି ଯେ ପୁଷ୍ୟାଭିଷେକଂ ଯେ ବୈ ତେ ପଶ୍ୟନ୍ତି ଭୁବି ମାନବାଃ ସର୍ବ ପାପ ବିନିର୍ମୁକ୍ତା ବିଷ୍ଣୁଲୋକଂ ବ୍ରଜନ୍ତି ତେ। ଅର୍ଥାତ୍ ପୁଷ୍ୟାଭିଷେକ ଉତ୍ସବ ଦର୍ଶନାର୍ଥୀ ଉକ୍ତ ସମସ୍ତ ପାପରୁ ବିମୁକ୍ତ ହୋଇ ବିଷ୍ଣୁ ଲୋକ ପ୍ରାପ୍ତି ହୁଅନ୍ତି। ଏହି ପ୍ରସଙ୍ଗ ନୀଳାଦ୍ରି ମହୋଦୟ ଓ ସ୍କନ୍ଦ ପୁରାଣରେ ମଧ୍ୟ ବର୍ଣ୍ଣନା କରାଯାଇଛି। ଆଜି ପାଇଁ ଏତିକିରେ ରହିଲେ।